ବଦଳିଛି ସରକାର ବଦଳୁଛି ଓଡ଼ିଶା ହେଲେ ବଦଳୁ ନାହାନ୍ତି ସରକାରୀ ଜାଗା ଜବରଦଖଲକାରୀ। ପରିବର୍ତ୍ତନ ହେଉଛି ଗ୍ରାମାଞ୍ଚଳର ରୂପରେଖ ହେଲେ ବିକାଶ ପଥେ କଣ୍ଟା ସାଜିଛନ୍ତି ଜବରଦଖଲକାରୀ। ଏପରି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପାଟପୁର ପଞ୍ଚାୟତ 14 ନମ୍ବର ୱାର୍ଡ ବଉଳାଙ୍ଗ ଗ୍ରାମରେ। ତେବେ ଆର୍ଥିକ ବର୍ଷ 2023-24ରେ ଗାଁ ରାସ୍ତାରେ ଜମି ରହୁଥିବା ଜଳ ନିଷ୍କାସନ ନିମନ୍ତେ ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଓଡ଼ିଶା ପକ୍ଷରୁ 4 ଲକ୍ଷ ଟଙ୍କାର ବେ ଅଟକଳ ମୂଲ୍ୟରେ ଏକ ଡ୍ରେନେଜ ନିର୍ମାଣ କରାଯାଇଥିଲା। ଏହି ଡ୍ରେନ୍ଟି ବଉଳାଙ୍ଗ ଗ୍ରାମର 14 ନମ୍ବର ୱାର୍ଡ ଦାସ ସାହିଠାରୁ ସନସାନ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ବେଳେ ରାସ୍ତାରେ ଜମି ରହୁଥିବା ଜଳ ସଠିକ୍ ଭାବେ ନିଷ୍କାସନ ହେଉଛି। ମାତ୍ର ଗାଁର ବିକାଶ ହେଉଥିବା କାର୍ଯ୍ୟକୁ ସହଯୋଗ ନକରି ସରକାରୀ ଜାଗାକୁ ନିଜ ଅକ୍ତିଆରରେ ରଖିବା ପାଇଁ ଗ୍ରାମର ଚନ୍ଦ୍ରକାନ୍ତ ନାୟକ ଦାମୋଦର ଦାସଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ହୋଇଥିବା ଡ୍ରେନ୍ ଓ ବର୍ତ୍ତମାନ ନିର୍ମିତ ହୋଇଥିବା ଡ୍ରେନ୍ରେ କେତେ ଫରକ ତାହା ଏହି ଚିତ୍ରରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଓ ଆଗାମୀ ଦିନରେ ଏହି ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆମ ଗ୍ରାମର ଯୋଉ ବର୍ଷା ଜଳ ନିଷ୍କାସନ ହୁଏ ସେଇ ପଟରେ ଗୋଟେ ଡ୍ରେନ୍ ଗଭର୍ଣ୍ଣମେଣ୍ଟ ତରଫରୁ ସାଂସନ ହେଇଥିଲା। ସେପଟ ଯୋଉ ପଟେ ଦେଇକିରି ଡ୍ରେନ୍ଟା ଯାଉଛି ସେଇ ପଟ ଦେଇକିରି ରତ୍ନାକର ନାୟକ ନିତ୍ୟାନ୍ତ ନାୟକଙ୍କର ପ୍ଲଟ ସେମାନେ ଗଭର୍ଣ୍ଣମେଣ୍ଟର ଯୋଉ ଅଛି ପ୍ରପର୍ଟି ସେ ତାକୁ ଜବରଦଖଲ କରି ଚଳୁଛନ୍ତି 30 ବର୍ଷ ହେଲାଣି। ଏବେ ଯେତେବେଳେ ସେଇଟା ଡ୍ରେନ୍ଟା ଗଲା ସେମାନେ ଯୋଉ ରତ୍ନାକର ନାୟକ ତାର ଚିହ୍ନ ଦେଲା ଏଇଠୁ ମୋର ଏଇଠୁ ତମେ ତମର କର। ତେଣୁକରି ସେ ଡ୍ରେନ୍ଟି କାମ ହେଲା। କାମ ହେବା ପରେ ତାର ଯୋଉ ପୁତୁରା ଚନ୍ଦ୍ରକାନ୍ତ ନାୟକ ସିଏ ଆସିକିରି ଲେବରଙ୍କୁ ମାନେ ମାରିବା ପାଇଁ ଗୋଡେଇଲା। ମୋ ମିସେସ୍ ବି ଗଲେ ଯାଇକିରି ପଚାରିଲେ, ମୁଁ ସେ କାମଟି କରୁଛି। ମୋ ମିସେସ୍ ଯାଇକିରି ପଚାରିଲେ, କହିଲେ ତାଙ୍କ ପାଇଁ ସୋଦାସୋଦି କରୁଛୁ। ସେ ମୋ ମିସେସ୍ଙ୍କୁ ବି ଗାଳି ଗୁଲଜ କଲା। ମତେ ଫୋନ୍ କରି ପୁଅ ଡାକିଲା, ମୁଁ ଗାଁରେ ଥିଲି। ମୁଁ ଯାଇକିରି ପଚାରିବାରୁ ମତେ କଟୁରୀ ଧରି ଗୋଡେଇଲା, କହିଲା ହାଣିଦେବି, ଇଏ ଜାଗା ଆମର। ତେଣୁକରି ଆମେ ବି ତହସିଲରେ ଆପ୍ଲାଏ କରିବୁ ସେ ଜାଗାଟା ବାହାରିବା ପାଇଁ, କିନ୍ତୁ ମୁଁ ତା ନାଁରେ ଅଭିଯୋଗ ଦେଇଛି ଥାନାରେ, ଏପର୍ଯ୍ୟନ୍ତ କିଛି ହେଇନି। କେତେ ଦିନ ହେଲା? ହଁ ହେଲାଣି 4-5 ଦିନ ହେଇଯିବ। ଯାଇଥିଲେ ଇନକ୍ୱାରି ଯାଇଛନ୍ତି, ସବୁ ଠିକ ଅଛି। ସେ କିନ୍ତୁ ଧରାଛୁଆଁ ଦଉନି ଆଉ। ଏବେ କଣ ଆପଣ କଣ ଚାହୁଁଛନ୍ତି? ମୁଁ ଚାହୁଁଛି ସେ ଯୋଉ ବିନା କାରଣରେ ଯୋଉ ଅବଜେକ୍ସନ କରିଛି କି ସେପଟରେ ସେ ଯୋଉ ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡକୁ ଜବରଦଖଲ କରିଛି ସେଟା ତାର ଛାଡ଼ିକିରି ତା ଜାଗାରେ ସେ ତାର ଚଳୁ, ସେଟା ଗଭର୍ଣ୍ଣମେଣ୍ଟକୁ ହ୍ୟାଣ୍ଡ ଓଭର କରୁ ଆଉ। ଜଗତସିଂହପୁର ପ୍ରଳୟ ମହାପାତ୍ରଙ୍କ ରିପୋର୍ଟ।